ଜାଣିଛୁ ନା ବାପ ତୋ କାକା ହେଉଛନ୍ତି ଆମର ଯୁଗର ଶଙ୍କୁନି। ଆରେ ଏଇ ଚମ୍ପଟରାୟ ହେଉଛନ୍ତି ସମ୍ପୂର୍ଣ୍ଣ ଭାବରେ ଏଇ କଲି ଯୁଗରେ ଗୋଟିଏ ଖଳନାୟକ। ସେ ଯିଏ ବି ହେଲା ଚନ୍ଦ୍ର ଆଉ ମୁଁ ସାଜିଥିଲି ସେଇ ତୃତୀୟ ଯୁଗର କ୍ଷମା କରିଦେବୁ ରେ ବାପ କ୍ଷମା କରିଦେ। ଜନନୀ ହେଉଛି ଏ ବିଶ୍ୱର ସ୍ରଷ୍ଟା। ସୃଷ୍ଟି ହେଉଛି ଜନନୀ କଥା। ଜନନୀକୁ କ୍ଷମା କରିବା ପାଇଁ କୌଣସି ଶକ୍ତି ନାହିଁ ପୁତ୍ର ପାଖରେ। ହେଲେ ମା ଆପଣ ଏଇ ଜନନୀ କୁଳ ପାଇଁ କି ପ୍ରକାର ଉଦାହରଣ ସାଇଛନ୍ତି। ନିଜ ପୁଅର ଖୁସିକୁ ଚାରକାର କରିଛନ୍ତି ମା। ନିଜ ପୁଅର ଖୁସିକୁ ଚାରକାର କରିଛନ୍ତି। ପର କଥାରେ ପଡି ନିଜ ଘର ଭାଗିଛନ୍ତି ମା। ପର କଥାରେ ପଡି ନିଜ ଘର ଭାଗିଛନ୍ତି। ହେଲେ ମା ସେଇ ଯୋଉ ପରମାନଙ୍କର କଥାରେ ପଡି ଆପଣ ନିଜ ପୁତ୍ର ଏବଂ ବଧୂକୁ ଏତେ କଷଣ ଦେଇଛନ୍ତି। ସେମାନେ ଆପଣଙ୍କୁ ଆଜି କି ସାହାଯ୍ୟ କରିବେ ମା ମୁଁ ବି ଦେଖିବି କି ସାହାଯ୍ୟ କରିବେ। ବଡ ଭାଇ ମତେ ମତେ ଥରୁଟେ ମାତ୍ର କ୍ଷମା କରିଦିଅନ୍ତୁ ବଡ ଭାଇ। ବାପା ମତେ କ୍ଷମା କରିଦେ ରେ ବାପା। ବାପା ସାଗ ବାପା ମତେ କ୍ଷମା କରିଦେ ରେ ବାପା। ମୁଁ ଆଗକୁ କ୍ଷମା ଛି ତାଲ ବାପା କହିବାକୁ ମତେ ଲଜ୍ଜା ଲାଗେ ଲଜ୍ଜା। ଆରେ ବାପ ସାଗର ତୁ ଏ କଣ କହୁଛୁ ବାପା ଯେତେ ହେଲେ ବି ସେ ଆମ ନିଜ ରକ୍ତର। ସେ ଯଦି ନିଜ ରକ୍ତ ରେ ବାପ ସେ ଯଦି ନିଜ ରକ୍ତ ହୁଅନ୍ତି ତାହେଲେ ସେଦିନ ମୁଁ କେତେ ଯେ କାକୁତି ନିୟତି କଲି। ନିଜ ପୁତ୍ରର ବଧ କରିବାକୁ ପଛେଇଲେନି। ଭାଗ୍ୟ ଭଲ ଥିଲା ସେଦିନ ମୋ ସାନ ଭାଇ ସାଗର ଆସି ମୋ ଜୀବନ ରକ୍ଷା କରିଥିଲା। ନହେଲେ ଆଜି ବାପା ଆପଣଙ୍କ ଏ ଅମର ଆପଣଙ୍କ ସାମ୍ନାରେ ଆପଣଙ୍କ ସେମିତି କଣ ଏ ବାପା। ହଁ ମୁଁ ଗୋଟେ ଅଧର୍ମୀ ମଣିଷ। ନିଶ୍ଚୟ ତମେ ମଣିଷ। ମୁଁ ଏଇ କିଛି ଧରା ଟଙ୍କା ସମ୍ପତ୍ତି ଲୋଭରେ ସମ୍ପତ୍ତି ଲୋଭରେ ମୁଁ ପାଲଟି ଯାଇଥିଲି ଗୋଟେ ମଣିଷରୁ ଅମଣିଷ। ଶେଷରେ ମୁଁ ରାମଚନ୍ଦ୍ର ପରି ବଡ ଭାଇକୁ ମଧ୍ୟ ଚିହ୍ନି ପାରିଲି। ସେ କୁମ୍ଭୀର କାନ୍ଦଣାରେ ବନ୍ଦ କରନ୍ତୁ ସାନ ବାପା। ସେ କୁମ୍ଭୀର କାନ୍ଦଣାରେ ବନ୍ଦ କରନ୍ତୁ। ମୁଁ ଏମିତି ଅନେକ ନ୍ୟାୟ କରିଛି, ଅନେକ ପାପ କରିଛି, ଏମିତି ଭୁଲ କରିଛି ଯାହାର ପ୍ରାୟଶ୍ଚିତ ମଧ୍ୟ ନାହିଁ। ହେ ଠାକୁର ହେ ଜଗତର ନାଥ ଜଗନ୍ନାଥ ଯଦି ହବ ପ୍ରଭୁ ମତେ ଥରୁଟେ କ୍ଷମା କରିଦବ। ମୁଁ ଯୋଉ ପ୍ରକାର ଅନ୍ୟାୟ କରିଛି ସେଥିପାଇଁ ମୁଁ ନିଜକୁ ନିଜେ ଶାସ୍ତି ଦେବି। ମୁଁ ନିଜକୁ ନିଜେ ଶାସ୍ତି ଦେବି। ତୁମେ କଣ କହୁଛ? ମତେ ଥରୁଟିଏ କ୍ଷମା କର ପ୍ରଭୁ। ମତେ ଥରୁଟିଏ କ୍ଷମା କର। ସାନ ବାପା ଆପଣ ଏବେ ଯେତେ କ୍ଷମା ପ୍ରାର୍ଥନା କଲେ ମଧ୍ୟ ଆପଣଙ୍କ ପାପର କଲସ ଭରି ଛାଡ଼ିଛି। ଘର ଟିଙ୍କି କୁମ୍ଭୀର ସାଜି ଏତେ ସୁନ୍ଦର ମଧୁକର ରାଜ୍ୟର ରାଜ ପରିବାରକୁ ଆପଣ ଛାରଖାର କରିଦେଇ ସାରିଛନ୍ତି। ଏବେ କଣ ଆପଣଙ୍କୁ ଆପଣଙ୍କ ମୁଖରେ ଲଜ୍ଜା ଲାଗୁନି? ପଶ୍ଚାତାପ ପ୍ରଭୁକୁ ଦେଖେ କୋଉ ପଶ୍ଚାତାପ କରୁଛନ୍ତି ଆପଣ? ଆପଣଙ୍କୁ କଣ ଲାଗୁଛି ଏ କୁମ୍ଭୀର କାନ୍ଦଣା ଦେଖି ଏ ରାଜକୁମାର ଅମର ଦେହଟା ତରଳିବ, ମନଟା ପାଷାଣ? ଆପଣଙ୍କ ପାଇଁ ତ ମୁଁ ପଥର ଡୁବିହୀନ। ଆପଣଙ୍କ କ୍ଷମା ପ୍ରାର୍ଥନା କେବେ ମଧ୍ୟ ଦେବିନି। ବାପା ତୁ ଏଇ ତ ସାର ବାପାକୁ ଲଜ୍ଜିତ କରିବା। ଲଜ୍ଜା ଠାରୁ ମୃତ୍ୟୁ ବଡ। ମୁଁ ଆଉ କି ଲଜ୍ଜାର ମୁହ ଦେଖେଇବି? ମତେ ସେଇ ଜମା ଡାକିଲାଣି। ପ୍ରଭୁ ମତେ କ୍ଷମା କର। ବାବା ତୁମେ କଣ କରୁଛ? ନା ବାପା ନା
ସେମିତି ଭୁଲ କର ନାହିଁ। ସୁରେନ୍ଦ୍ର କଣ କରୁଛୁ ତୁ?